ଏଗୁଡ଼ା ଖାଲି ଡ୍ରାମା କରୁଛି। ଘଣ୍ଟ ବାଡ଼େଇବ, ତାଳି ମାରିବ, ଦୀପ ଲଗେଇବ, ଏଗୁଡ଼ା ଗୋଟେ ଡ୍ରାମା କରୁଛନ୍ତି। ଲଜ୍ଜା। ଆଉ ଓଡିଆ ଲୋକ ଜାଣିନାହାନ୍ତି ଏଇ ଓଡିଆ ଭାଷାକୁ। ନିଜେ ନବୀନ ବାବୁ ଓଡିଆ କହିପାରୁଛନ୍ତି? କ୍ଲିୟର। ଏଗୁଡ଼ା ଗୋଟେ ଡ୍ରାମା କରୁଛନ୍ତି ଖାଲି ଭୋଟକୁ ଆଦରିବା ପାଇଁ। ହଁ ହେଇଯାଉ, ସଜିଆ ହେଲାଣି। ପଇସା ଗୁଡାକ କେମିତି ବର୍ବାଦ ହବ? ଭାଷା ସମ୍ମିଳନୀ ହଉ, କିନ୍ତୁ ଯୋଉ ଓଡିଆକୁ ଆଣ୍ଠେଇ ବୋଲି ବସିଛନ୍ତି, ଏ ଓଡିଆ କ୍ଲିୟର କରୁ। ଯେତେ ଆଇଏଏସ୍ ଅଛନ୍ତି ତାକୁ ଡାକିଲ, ଡାକ। ବର୍ଣ୍ଣବୋଧ ବହି ଆଗ ପଢନ୍ତୁ, ସେ ତାର ମାନେ କଣ କୁହନ୍ତୁ। ଆଉ ଏ ଅ ଆ ଇ ଉ ଦେଖେଇବା ଆମକୁ। ଏ ପ୍ରହସନ ବନ୍ଦ କର। ଓଡିଆ ଲୋକ ସବୁ ଜାଣିଛନ୍ତି, ଓଡିଆର ସ୍ୱାଭିମାନ ଅଛି। ଓଡିଆକୁ ତମେ ଅ ଆ ଶିଖାଉନି। ଯୋଉମାନେ ତମେ ଉଚ୍ଚ ଅଫିସର, ଆଗ ବର୍ଣ୍ଣବୋଧ ପଢିଲ ଓଡିଆ ବିଷୟରେ। ଏଗୁଡାକ ଧୂଆଁ ବାଣ ମାରନି। ଓଡିଆ ସବୁବେଳେ ବଢିଆ, ପୁରା ବଢିଆ। ଓଡିଆ ସ୍ୱାଭିମାନ, ଓଡିଆ ଚମତ୍କାର, ବଢିଆ। କି ଲେଖା ଲେଖିବେ ମତେ? ବୀର ମିତ୍ରପୁରକୁ ବୀର ରାମ ମିତ୍ରପୁର ଲେଖୁଛନ୍ତି। ସେ ଏଗୁଡା କଣ କହିବେ? ଏଗୁଡା ବେକାର ବେକାର ଓଡିଆ ଲାଙ୍ଗୁଏଜକୁ ନିନ୍ଦିତ କରୁଛନ୍ତି, ଅପମାନିତ କରୁଛନ୍ତି। ସବୁ କମିଯିବ। ଏ 2024 ନିର୍ବାଚନ ପରେ ତାଙ୍କର ଆଉ ନଥବ ବସିବା ପାଇଁ ଜାଗା। କଂଗ୍ରେସ 2024 ପାଇଁ ଏକାଥରେ ପ୍ରସ୍ତୁତ। ଆଉ ଏ ଛୋଟ ମୋଟ ବଜେଟକୁ ଅନେଇନି। ଏକାଥରେ କଂଗ୍ରେସ 2024 ପୂର୍ଣ୍ଣାଙ୍ଗ ବଜେଟ ଆଣିବ ଓଡିଶାର ବିକାଶ ପାଇଁ। କିନ୍ତୁ ଏ ବଜେଟରେ ମଦରୁ 50 ଖସିଛି। ମୁଁ ଜାଣିନି। ଆଏ 50 କୋଟି ମାତ୍ର ଇନକମ ହଉଥିଲା ମଦରେ ମୁଁ ମନ୍ତ୍ରୀ ହେଲା ପର୍ଯ୍ୟନ୍ତ। କିଛି ନାହିଁ। ଖାଲି ଏ ଯୋଉ ହୋଲସେଲର ଖାଇ ଯାଉଥିଲେ ସବୁ 10-20ଟା ହୋଲସେଲ ମଦ। ଗୋଟେ ମଦ କର୍ପୋରେସନ କରିଦେଲି। କର୍ପୋରେସନ ମଦ କିଣିବ, ରିଟର୍ନକୁ ଦବ। ସେ ମଦରେ ଗୋଟେ ଟାକ୍ସ ବସିବ 11,500 କୋଟି। ସ୍ୱପ୍ନ ବାହାରେ। ତେଣୁ ଏ ବଜେଟ ପୂର୍ଣ୍ଣାଙ୍ଗ ବଜେଟ ନୁହଁ, କ୍ଷୁଦ୍ର ବଜେଟ, କାମଛଡ଼ା ବଜେଟ। ଯାହା ଭାଗି ସାରିଲେଣି। ଆଉ ମୁଁ କାଲି କହିଲା ପରେ ଯାହା ହଉ ତ ମିଡିଆଙ୍କ ପାଇଁ ଦୈତାରୀ ପଣ୍ଡା କଣ କିଏ କଣ, ଏ ମିଡିଆ ଜରିଆରେ ସବୁ ସିଧା ହେଇଯାଉ। ଯେତେ ବଙ୍କା, ଯେତେ ନେତା, ଯେତେ ବାଟୁଆ, ଯେତେ ଜ୍ଞାନୀ, ଯେତେ ଆଡମିନିଷ୍ଟ୍ରେଟର, ଯେତେ ଇଞ୍ଜିନିୟର, ଯେତେ ଡାକ୍ତର, ତମ ମିଡିଆଙ୍କ ପାଇଁ ସିଧା ହେଇଯାଉନି, ନହେଲେ ବଙ୍କା ହେଇକି ଯାଉଥିଲେ।